विशिष्ट गाल्पिक गोदावरीश महापात्रଙ୍କ रचित गल्पटीर विशेष शीर्षक रंक तू जा नारे। ता माँ ता ना कहीं दुखी बोली देइथिला गाँ लोके ताहा बुझिले नहीं। समस्ते कहती दुखी परी सुखी केही नहीं। दुखी की देखिले अनेके खुशी होई उठंती, केही केही दुखित मध्य हुअंती। एई श्रेणीर लोके कहती विधातार विचार ठीक नुहे। गोलाप फुटेला अथच ता तले कंटा रखिदेला। दुखी परी झियो को गढ़िला अथच ताकू जन्म देला धोबा कूଳରେ। दुखी धोबणी ता घरे से केवल धोबणी नुहे, से हेउची सारा गाँरे। गाँर सकल मैला तार कांधरे। गाँर समस्तक परिहास तारी आगरे। कांधरे पर्वत प्रमाण लुगा बुजुला, हातरे मैला लुगा। तारी भितरे से केतेबेले हसीदेले ता आखपाखरू मलिनता कुआड़े भୟରେ चलीजाए। ता अर्थ दुखीर वर्ण गौर। गाँर नामजादा सरबराकारଙ୍କ ଝିଅ ବୋହୂଙ୍କ ଠାରୁ ଆହୁରି ତୋଫା। କବି ଯେ ଦାନ୍ତର ବର୍ଣ୍ଣନା କରିଛନ୍ତି ବୋଧହୁଏ ଦୁଃଖୀ ପରି କାହାକୁ ଜଣେ ନ ଦେଖି ବର୍ଣ୍ଣନା କରିଛନ୍ତି। ତା ନହେଲେ ଦୁଃଖୀ ମୁହଁରେ ହସ ଦେଖିଲେ ଗାଁର ପଣ୍ଡିତେ କାବ୍ୟରେ ଦର୍ଶନ ବର୍ଣ୍ଣନାର ଅଭାବ ରହିଯାଇଛି ବୋଲି ମତ ଦିଅନ୍ତେ ନାହିଁ। ସେଇ ଗାଁ ଲୋକେ ମରାଳ ଦେଖି ନାହାନ୍ତି ସତ, ମାତ୍ର ଗାଁର ବଡ଼ କବିରାଜ କହନ୍ତି ସେ ମରାଳ ଦେଖିଛନ୍ତି ଏବଂ ତାର ଚାଲି ଦୁଃଖୀର ଚାଲିଠାରୁ କୌଣସି ଅଂଶରେ ଭଲ ନୁହେଁ। ଗାଁର ଜଣେ ସେବାୟତର ଏପରି ରୂପ ବର୍ଣ୍ଣନା କରିବା ହୁଏତ ସମସ୍ତଙ୍କୁ ଭଲ ଲାଗି ନପାରେ, କିନ୍ତୁ ଯେଉଁମାନଙ୍କୁ ତାର ରୂପ ଭଲ ଲାଗେ ସେମାନଙ୍କ ଆଗରେ ତାର ନିନ୍ଦା କଲେ ଆଉ ଉଦ୍ଧାରର ବାଟ ନାହିଁ। ଦୁଃଖୀ ସେ ଗାଁରେ ଏହିପରି ଏକ ଯୁବତୀ। ଦୁଃଖୀର ମା ବୋଧହୁଏ ଜାଣିପାରିଥିଲା ଯେ ଝିଅ ଶେଷରେ ଦୁଃଖ ଭୋଗ କରିବ, ତେଣୁ ସେ ଦୁଃଖ ଭୋଗକୁ ଆଗରୁ କଟେଇ ଦେବା ପାଇଁ ତା ନାଁ ଦେଇଥିଲା ଦୁଃଖୀ। କିନ୍ତୁ ଫଳ ହେଲା ଓଲଟା। ଦୁଃଖୀ ଆଗ ପାଇଲା ସୁଖ, କିନ୍ତୁ ପରେ ଭୋଗ କଲା ଦୁଃଖ। ସେଇ ରାତିକୁ ମିଶେଇ ଦୁଃଖୀ 7 ରାତି ଶୋଇନାହିଁ। ସେ କେବଳ ଅନିଦ୍ରା ଥିଲା ତାହା ନୁହେଁ, ଆଖପାଖ 10 ଖଣ୍ଡ ଗାଁର 1000-1500 ଲୋକଙ୍କ ଆଖିକୁ ସେ ସମୟରେ ରାତିରେ ନିଦ ଆସୁନଥିଲା। ଦୁଃଖୀ ଆଖିକୁ ନିଦ ଆସୁନଥିଲା କାନ୍ଦି କାନ୍ଦି, କିନ୍ତୁ ସମସ୍ତେ ହସି ହସି ଚାହୁଁଥିଲେ। ସହରଠାରୁ ବହୁତ ଦୂରରେ ଏକ ମଫସଲ ଗାଁରେ ଦୁଃଖୀର ଘର। ଘରଟା ପୁଣି ଗାଁ ବାହାରେ। ସେ ଘର ପୁଣି ଅଧେ ଛପର ଅଧେ ମେଲା। ତାରି ଭିତରେ ଶେଷ ଜୀବନ ତାର ସଂସାର। ସେ ଆଉ ତା ପୁଅ ରଙ୍କ। ରଙ୍କ ଜାଣେ ନାହିଁ ସେ ତାର ଗୋସେଇଁ ମା ବୋଲି। ମା ତାକୁ ଛାଡ଼ି ଯାଇଥିଲା ଜନ୍ମ ଦେବାର ମାସକ ପରେ, ତେଣୁ ତାର ଲାଳନ ପାଳନ ଭାର ଦୁଃଖୀ ହିଁ ନେଇଥିଲା। ଦିନେ ସେ ତାକୁ କହିଦେଇ ନାହିଁ, ରଙ୍କରେ ମୁଁ ତୋର ମା ନୁହେଁ, ମୁଁ ତୋର ଗୋସେଇଁ ମା। ରଙ୍କ ମଧ୍ୟ ଦିନେ ପଚାରି ନାହିଁ, ମା ଆମର ଆଉ କିଏ ଥିଲେ ନା ନାହିଁ? ରଙ୍କ ପିଲାଦିନୁ ବେପରୁଆ। ଦୁଃଖୀ ଆଣ୍ଠୁଏ ପାଣିରେ ଠିଆ ହୋଇ ଲୁଗା କାଚିଲା ବେଳେ ରଙ୍କ ହୁଡ଼ାରେ ରହି ଲୁଗା ଶୁଖାଏ। ଲୁଗା ଚଉତେ, ଆଉ ସେଇ ଲୁଗା କାନ୍ଧରେ ବୋହି ଗାଁରେ ଘରେ ଘରେ ଦେଇ ଆସେ। ଦୁଃଖୀ ପ୍ରତି ପୂର୍ବ ମମତାରୁ ହେଉ କିମ୍ବା ରଙ୍କ ପରି ପିଲାର କାର୍ଯ୍ୟ ଦେଖି ହେଉ, ଗାଁ କବିରାଜଙ୍କର ରଙ୍କ ପ୍ରତି କାହିଁକି ଅତି ମମତା ବଢ଼ିଲା। ତାକୁ ନେଇ ସେଇ ସ୍କୁଲରେ ନାଁ ଲେଖାଇ ଦେଲେ। ରଙ୍କ ପାଠ ପଢ଼ିଲା, ଭଲ ପଢ଼ିଲା। ଗାଁ ସାଆନ୍ତମାନଙ୍କ ପୁଅ ଝିଅଙ୍କ ଠାରୁ ତାର ଭଲ ବୁଦ୍ଧି ବୋଲି ଅବଧାନେ ବରାବର କହିଲେ। ଶ୍ରେଣୀକୁ ଶ୍ରେଣୀ ଉଠି ଉଠି ରଙ୍କ ଯେତେବେଳେ ମାଇନର ଶ୍ରେଣୀ ଯାଏ ଗଲା, ଦୁଃଖୀର ସେତେବେଳକୁ ଅଙ୍ଗ ପ୍ରତ୍ୟଙ୍ଗ ପଡ଼ି ଆସୁଛି। ସେତେବେଳକୁ ରଙ୍କର ବୁଦ୍ଧି ବି ହୋଇଗଲାଣି। ସେ ଭଲ ମନ୍ଦ ଜାଣିଲାଣି। ଲାଜ ସରମ କାହାକୁ କହନ୍ତି ସେ ବୁଝିଲାଣି। ସେତେବେଳକୁ ସେ ତାର ଘର ଭଙ୍ଗା କୁଡ଼ିଆର କାନ୍ଥଯାକ ସିନେମା ଛବିରେ ଭରି ଦେଲାଣି। ସିନେମା ଗୀତ ବୋଲିବା ଆରମ୍ଭ ମଧ୍ୟ କଲାଣି। ବେଳେବେଳେ ବଇଁଶୀ ବଜାଇ ଦୁଃଖୀକୁ ସେ ଗୀତ ମଧ୍ୟ ଶୁଣେଇଲାଣି। ଦିନେ ସେ ଗୋପାଳକୃଷ୍ଣଙ୍କର ଗୋଟିଏ ଗୀତ ବଇଁଶୀ ସ୍ୱନରେ ବୋଲି ଦୁଃଖୀକୁ ଶୁଣାଇଲା।
ଏତେବେଳକୁ ହେ ମୁଖ ଦିଶିଲା କି ଆଜ, ପଥବଣା ହୋଇଲ କି ବ୍ରଜ ଯୁବରାଜ। ଗୀତଟି ଗାଇସାରି ରଙ୍କ ଯେତେବେଳେ ଦୁଃଖୀକି ପଚାରିଲା, ମା ଆଉ ବୋଲିବି କି? ଦେଖିଲା ମା ସେତେବେଳେ ତାର ଆଖି କୋଣ ଲୁଗା କାନିରେ ପୋଛୁଛି। ସେ ଥକିଗଲା। ସେଇଦିନ ତାର ଭାବାନ୍ତର ଆସିଲା, ମା ଆଗରେ ଗୀତ ବୋଇଲେ ମା କାନ୍ଦୁଛି। ସେ ଜାଣିପାରିଲା ନାହିଁ ଗୀତ ଶୁଣି ମାର କାହା ମୁହଁ ମନେ ପଡ଼ୁଛି। ମା କିନ୍ତୁ ସେ କଥା ବୁଝିଲା। ଦିନେ ଦିନେ ରଙ୍କ ଆସି ଘର ଭିତରେ ଦେଖେ ମା କାନ୍ଥରେ ମରାଯାଇଥିବା ଯୁବତୀଙ୍କର ଛବି ଗୁଡ଼ିକୁ ତାର ବହୁ ବର୍ଷ ଧରି ଲୁଗା ଚିପୁଡ଼ା କର୍କଶ କରାଙ୍ଗୁଳିରେ ଆଉଁଶୁଛି। ରଙ୍କ କହେ, ମା ହାତ ମାରେ ନା, ମଇଳା ଲାଗିଯିବ। ଦୁଃଖୀ ଚମକିଲା ପରି କହେ, ହଁ ରେ ପୁଅ, ମଇଳା ଲାଗିଯିବ। ଦେଖୁନୁ ମୋ ଦେହଟା କେମିତି ହୋଇଗଲା। ଏ କଥା କହିଦେଇ ପୁଣି ସେ ଚମକିଲା ପରି ହୋଇଯାଏ। ଭାବେ ଏ କଥା ରଙ୍କକୁ ନ କହିଥିଲେ ଭଲ ହୋଇଥାନ୍ତା। ଯୌବନ ଯେ ଦିନେ ମାଟି ହୋଇଯାଏ, ତା ଦେହରେ ଶିଉଳି ମାଡ଼ିଯାଏ, କନକ ଅଙ୍ଗରେ ଧୂଳିପଟଳ ପଡ଼ି ଲେସି ହୋଇଯାଏ, ଏ କଥା ଦୁଃଖୀ ବର୍ଣ୍ଣନା କରି ନ ପାରିଲେ ମଧ୍ୟ ବୁଝିପାରେ। ରଙ୍କ କିନ୍ତୁ ଏସବୁର ତତ୍ତ୍ୱ ବୁଝେ ନାହିଁ। ଆଗରୁ କୁହାଯାଇଛି, ଦୁଃଖୀ ଆଖିକୁ ସାତରାତି ନିଦ ଆସିଲା ନାହିଁ କାହିଁକି? ସହରଠାରୁ ଦୂରରେ ଥିବା ସେଇ ମଫସଲ ଗାଁରେ ଦିନେ ଏକ ସର୍କସ ଦଳ ଯାଇ ହାଜର ହେଲା। ଗାଁ ମୁଣ୍ଡେ ଦୁଃଖୀର ଘର। ଦୁଃଖୀର ଘର ପାଖ ପଡ଼ିଆରେ ସର୍କସ ଚାଲିଲା। ସର୍କସ ବୋଇଲେ ଗୋଟିଏ ଭାଲୁ, 2ଟି ଛେଳି, 2ଟି ମାଙ୍କଡ଼, ଗୋଟିଏ ଓଟ ଛଡ଼ା 10ଟି ଥିଲେ ଯୁବତୀ। ଲୋକେ ଭାଲୁ, ମାଙ୍କଡ଼, ଛେଳିଙ୍କ ନାଟ ଦେଖିବାକୁ ଯେତେ ଆସୁନଥିଲେ, ଆସୁଥିଲେ ସେଇ କଳାକୁଶଳା ଯୁବତୀମାନଙ୍କର ଅଙ୍ଗଭଙ୍ଗୀ ଜନିତ ନୃତ୍ୟ ଦେଖିବା ପାଇଁ। ରାତି 8ଟାରୁ ସର୍କସ ଆରମ୍ଭ ହୋଇ ସରିଲା ବେଳକୁ ଘଣ୍ଟା 1 ବାଜେ। ଲୋକେ ଗାଁକୁ ଫେରିଲା ବେଳକୁ କିଏ କିଏ 2ଟା ବେଳେ ଶୁଅନ୍ତି, କିଏ ଶୁଏ 4ଟା ବେଳେ, କିନ୍ତୁ ଦୁଃଖୀ ଆଦୌ ଶୁଏ ନାହିଁ। ଯେଉଁଦିନ ଶୁଣାଗଲା ଯେ ସର୍କସ ଦଳ ଆଉ 2 ଦିନ ପରେ ସେ ସ୍ଥାନ ଛାଡ଼ି ଅନ୍ୟ ଆଡ଼େ ଚାଲିଯିବେ, ଦୁଃଖୀ ସେଦିନ ପାହାନ୍ତିଆ ପହରରେ ଭାବୁ ଭାବୁ କହି ପକାଇଲା, ରଙ୍କ ତୁ ଯା ନା ରେ। ଭାବିଥିଲା ରଙ୍କ ସେତେବେଳକୁ ନିଘୋଡ଼ ନିଦରେ ଶୋଇଥିବ ବୋଲି, କିନ୍ତୁ ସେ ଜାଣେ ନା ସର୍କସ ଆସିଲା ଦିନୁ ରଙ୍କ ଆଖିକୁ ନିଦ ନାହିଁ। ଦୁଃଖୀ କାନକୁ କେତେ ଆଡ଼ୁ କେତେ କଥା ଆସିଲା। ସବୁ କଥାର ସାର ଅର୍ଥ ହେଲା, ରଙ୍କ ପାଠ ପଢ଼ା ଛାଡ଼ି ସର୍କସ ଦଳରେ ଚାଲିଯିବ। ସେଇ ଯେଉଁ ଯୁବତୀ, ନା ତାର ଇନ୍ଦୁ କି ବିନ୍ଦୁ କି ସିନ୍ଧୁ, ସେ ଜାଣେ ନା। ତାରି ସାଙ୍ଗରେ ସେ କଥା ହୋଇଛି। ସେଇ କଥା ଭାବି ଭାବି ଦୁଃଖୀ କହି ପକାଇଲା, ରଙ୍କ ତୁ ଯା ନା ରେ। ରଙ୍କ କେବଳ ତହିଁର ଏତିକି ଉତ୍ତର ଦେଲା, ମା। ଦୁଃଖୀ ପୁଣି କହିଲା, ରଙ୍କ ତୁ ଯା ନା ରେ। ଏତିକି କହି ମଇଳା ଲୁଗା ବୁଜୁଳା ଭିତରେ ମୁଣ୍ଡ ଗୁଞ୍ଜି ଦୁଃଖୀ ପଡ଼ି ରହିଲା। ଯେତେବେଳେ ମୁହଁ ଟେକିଲା, ସୂର୍ଯ୍ୟ ଉଠି ସାରିଲେଣି, ଆଉ ରଙ୍କ ବି ଶେଯରୁ ଉଠି ସାରିଲାଣି। ଦିନ ହେଲେ ବି ତାକୁ ଅନ୍ଧାର ଦିଶିଲା। ଆଖି ବୁଜି ଜୀବନର ମୂଳରୁ ଏପର୍ଯ୍ୟନ୍ତ ସେ ସବୁ ଦେଖି ଆସିଲା। ଦେଖିଲା ଯୌବନ ଛଳ ଛଳ ତାର ସେଇ ଅଙ୍ଗ ଗୌରବ ଦେଖି କେତେ ଭ୍ରମର ଉଡ଼ି ଆସୁଛନ୍ତି ତାରି ଆଡ଼କୁ, କେତେ ଆସି ତାର ସେଇ ଗୋଲାପ କଣ୍ଟାରେ ବିନ୍ଧି ହୋଇ ଯାଉଛନ୍ତି, କେତେ କିଏ ପୁଷ୍ପରଜରେ ଅନ୍ଧ ହୋଇ ଯାଉଛନ୍ତି। କେତେବେଳେ ଚନ୍ଦ୍ର ଅସ୍ତ ହେଲା, ଫୁଲ ମଉଳିଗଲା, ନଦୀର ସ୍ରୋତ ଶୁଖିଗଲା, ସେ ବ୍ୟାକୁଳ ହୋଇ ଉଠିଲା। ଆଖି ଫିଟେଇ ଦେଖିଲା, ଯାହାର ପଛରେ ଏତେ କଥା ହେଉଥିଲା ସେ କୁଆଡ଼େ ସବୁ ଚାଲିଯାଇଛି। ତା ଜାଗାରେ ଭଙ୍ଗା କୁଡ଼ିଆରେ ବସିଛି ଦୁଃଖୀ, କହୁଛି, ରଙ୍କ ତୁ ଯା ନା ରେ। 60ଟି ବସନ୍ତ ପାର ହେଲା ପରେ ଦୁଃଖୀ ଆଖିରେ ଯେ ଏତେ ଲୁହ ଥିଲା ସେ ଭାବିପାରି ନଥିଲା। ଜୀବନର ଶେଷ ରକ୍ତ ବୋଧହୁଏ ପାଣି ଫାଟି ତାର 2 ଆଖି ବାଟେ 2 ଧାର ହୋଇ ବୋହିଗଲା। ଜଗତଟା ତାକୁ ଅନ୍ଧାର ଦିଶିଲା। କୁଡ଼ିଆ ଭିତରେ ଚାରିଆଡ଼କୁ ହାତ ବୁଲେଇଲା। ରଙ୍କକୁ ସେ ଛୁଇଁ ପାରିଲା ନାହିଁ। ସେତେବେଳକୁ ସର୍କସ ବାଲା ସେମାନଙ୍କର ଡେରା ଉଠାଇ ସାରିଲେଣି।
ଜୀବନର ସନ୍ଧ୍ୟାବେଳେ ଆଗରୁ ଗଭୀର ରାତ୍ରି ମାଡ଼ି ଆସୁଥିଲା ବେଳେ ଦୁଃଖୀକି ଦେଖାଗଲା ଖୁବ୍ ଦୂରରେ ଗୋଟିଏ ତାରା। ସେ ତାରାଟି ଜକମକ କରୁଛି। ତାକୁ ସେ ହାତ ବଢ଼େଇବାକୁ ଚେଷ୍ଟା କଲା। ହାତ ତାର ପାଇଲା ନାହିଁ। ସେଇ ତାରାଟି ହେଉଛି ତାରି ରଙ୍କ, ଦରିଦ୍ରର ରଙ୍କ ନିଧି, ପ୍ରାଣର ରଙ୍କ। ସେ ସର୍କସ ଯୁବତୀର ପଛେ ପଛେ କୁଆଡ଼େ ଚାଲିଗଲା କେଜାଣି। ଦୁଃଖୀ ପଛକୁ ଚାହିଁ ଦେଖିଲା। 40-50 ବର୍ଷ ତଳେ ତା ପଛରେ ଯେପରି କାହା ଘରର କେତେ ତାରା ବାଟ ଅବାଟ ନ ଜାଣି ଗୋଡ଼େଇଥିଲେ, ତାର ରଙ୍କ ବି ସେହିପରି ଗୋଡ଼େଇ ଚାଲିଗଲା ଅନ୍ୟ ଲୋକ ପଛରେ। ରଙ୍କ ଆଉ ନାହିଁ। ରଙ୍କ ଯାଇ ସର୍କସ ଦଳରେ। ମାତ୍ର ଦୁଃଖୀ ପ୍ରତିଦିନ ରାତିରେ ଆଖି ବୁଜିଲେ ଦେଖୁଛି, ଆଖି ଫିଟେଇଲେ ଦେଖୁଛି ଆଗରେ ଏକ ସର୍କସ ଚାଲିଛି। ଛଳ ଛଳ ଯୌବନର ଅଙ୍ଗଭଙ୍ଗୀ ଦେଖାଇ ଜଣେ ଯୁବତୀ ନୃତ୍ୟ କରୁଛି। ତଳେ ତାର ରଙ୍କ ତାକୁ ଧରି ପକାଇବା ପାଇଁ ଚେଷ୍ଟା କରୁଛି। ଆଉ ସେତିକିବେଳେ ଦୁଃଖୀ ତାର ଶ୍ଳଥ ଚର୍ମ ହାତ ଦୁଇଟାକୁ ଉପରକୁ ଟେକି ରଙ୍କକୁ ଡାକି କହୁଛି, ରଙ୍କ, ରଙ୍କ ତୁ ଯାଆନା ରେ। ରଙ୍କ ଆଉ ଫେରିଲା ନାହିଁ। ସମାପ୍ତ।